ତ ନିଶ୍ଚିନ୍ତ ଜଣାନ୍ତୁ। ବହୁତ ବହୁତ ଧନ୍ୟବାଦ ବିରୁ। ମାଙ୍କର ଆଶୀର୍ବାଦ ଧନ୍ୟବାଦ। ତୁମ ଉପରେ ଥାଉ। ବର୍ତ୍ତମାନ ଆମେ ଆସିବା ପରବର୍ତ୍ତୀ ବହି। ଆଉ ପରବର୍ତ୍ତୀ ବହିଟି ହଉଛି ଆମର ଜିଭ ନଥିବା ଲୋକ, ଶିବଚରଣ ମହାପାତ୍ର। ଆପଣ ମାନେ ସମସ୍ତେ ସୋସିଆଲ ମିଡିଆରେ ହଉ କିମ୍ବା ତାଙ୍କର ବହି ଯଦି ପଢିଛନ୍ତି ଅନେକ ତାଙ୍କର ସୁନ୍ଦର କବିତା ସବୁ ଆପଣ ମାନେ ପଢିଛନ୍ତି। ବିଶେଷ ଭାବରେ ଏଇ ନିକଟରେ ସେ ଯୋଉ ସୁନ୍ଦର ଭାବରେ ଗଜଲ ଲେଖୁଛନ୍ତି ଏବଂ ଜୀବନର କଥାକୁ ଏତେ ଚମତ୍କାର ଢଙ୍ଗରେ କହିପାରିବାର ସାମର୍ଥ୍ୟ ରଖନ୍ତି, ଯୋଉଥିପାଇଁ ସମସ୍ତେ ତାଙ୍କର ଲେଖାକୁ ଭଲ ପାଆନ୍ତି, ଆଦର କରନ୍ତି। ଆଉ ତାଙ୍କର ଗୋଟେ ଗୁରୁ ଗମ୍ଭୀର ସ୍ୱର ଅଛି। ସେଇ ସ୍ୱରର ଗାମ୍ଭୀର୍ଯ୍ୟ ହିଁ ତାର ସୌନ୍ଦର୍ଯ୍ୟ। ବେଳେ ବେଳେ ଲାଗେ ଯେ ଖୁବ ଗମ୍ଭୀର ସ୍ୱର ସବୁ ମାନେ ଟିକେ ଶ୍ରୁତି ମଧୁର ନୁହେଁ ବା ମଧୁର ନୁହେଁ, ମିଠା ହିଁ ନୁହେଁ। ମିଠା ସବୁବେଳେ ଗୋଟେ ତରଳ ସାବଲୀଳ ସରଳିଆ ଜିନିଷ ଲାଗେ। କିନ୍ତୁ ଯଦି କୌଣସି ଖୁବ କମ ଗମ୍ଭୀର ଜିନିଷ ଅଛି ଯାହା ସବୁ ମିଠା ଲାଗେ, ମନୋଜ ଦାସଙ୍କର ସ୍ୱରରେ ସେଇ ଗାମ୍ଭୀର୍ଯ୍ୟ ଥିଲା କିନ୍ତୁ ତାହା ମିଠା ଲାଗୁଥିଲା। ମୁଁ ଜାଣିନି ହୁଏ ତାଙ୍କୁ ଭଲ ପାଉଥିଲୁ ବୋଲି ଲାଗୁଥିଲା କି କଣ ପାଇଁ ଲାଗୁଥିଲା, କିନ୍ତୁ ମତେ ତ ଲାଗୁଥିଲା। ସମାନ କଥା ଶିବ ଭାଇଙ୍କ ପାଇଁ ମଧ୍ୟ। ମୁଁ ସ୍ଵାଗତ କରୁଛି ଶିବ ଭାଇଙ୍କୁ ଆଜିର ଏଇ ବୁକ୍ ପୋଷ୍ଟମର୍ଟମ ର ଏଇ ଅଧିବେଶନକୁ, ଏଇ ଅଧ୍ୟାୟକୁ। ଆଉ ତାଙ୍କୁ ତାଙ୍କର ଏଇ ଜୀବ ନଥିବା ଲୋକ ପ୍ରଥମ ବହି ଏଇ ଉପରେ ତାଙ୍କୁ ପ୍ରଶ୍ନ କରିବେ ଆମ ପିଢିର ଆଉ ଜଣେ ଚମତ୍କାର କବି, ଆମ ସମସ୍ତଙ୍କର ପ୍ରିୟ ବିନେଶ ସାମଲ ଭାଇ। ତ ବିନେଶ ଭାଇଙ୍କୁ ଅନୁରୋଧ କରିବି ସେ ତାଙ୍କର ପ୍ରଶ୍ନ ରଖିବେ ଶିବଚରଣ ମହାପାତ୍ର ଭାଇଙ୍କ ପାଇଁ। ଆଉ ଶିବ ଭାଇ ଟିକେ ଆପଣ କ୍ୟାମେରା ଅନ୍ କରିଦିଅନ୍ତୁ, ଆଉ ଆମେ ପ୍ରଶ୍ନ ଉତ୍ତର କରିବା ସଂକ୍ଷିପ୍ତରେ କିନ୍ତୁ ସୁନ୍ଦର ଭାବରେ। ଜୟ ବିନେଶ ଜଗନ୍ନାଥ, ଭାଇ। ଶୁଭ ସନ୍ଧ୍ୟା। ଧନ୍ୟବାଦ ଭାଇ, ସମସ୍ତଙ୍କୁ ପ୍ରଣାମ। ଧନ୍ୟବାଦ ଦେଖିପାରୁଛନ୍ତି? ଅଂଶୁ। ଆପଣ ଦେଖା ଯାଉନାହାନ୍ତି, ଆପଣ ଶୁଭା ଯାଉଛନ୍ତି। ତମେ ବି ଦେଖା ଯାଉନ, ତେଣୁ ତମେ ବି ଟିକେ ଦେଖାଯାଅ। ଏବେ ଦି ଜଣ ଯାକ ଦିଶ। ଉଭୟଙ୍କର ସ୍ୱର କିନ୍ତୁ ଏତେ ଗମ୍ଭୀର, ମାନେ ସେମାନେ ନ ଦେଖାଇଲେ ତାଙ୍କ ଉପସ୍ଥିତି ମାନେ ପୁରା ପ୍ରଖର ଭାବେ ଜାହିର କରିପାରୁଛନ୍ତି। ବହୁତ ବଢିଆ ଲାଗୁଛି, ଶୁଣିବା ପାଇଁ ବଢିଆ ଲାଗୁଛି। ଆପଣଙ୍କ ମାନେ ନାଇଁ, ଏବେ ଏବେ କୋଉଠୁ ଦେଖିପାରୁଛନ୍ତି କି? ହଁ ଏବେ ଦେଖାଗଲା, ଭାଇ ଦେଖାଗଲା। କିନ୍ତୁ ଆଜ୍ଞା ଶିବ ଆଜ୍ଞା। ଭାଇ ମତେ ତ ହଁ, ଶିବ ଦିଶୁନାହାନ୍ତି। ଶିବ ଅନ୍ ଅଛି ଦିଶୁନାହାନ୍ତି। କିନ୍ତୁ ଲେଫ୍ଟ ହେଇକି ଆଉ ଶିବ ଭାଇ ଟିକେ ନାଇଁ, ଅନ୍ ଶିବ କରିଦିଅନ୍ତୁ ମାଇକ୍। ଥରେ ଜଏନ କରିବେ କି? ଆଉ କରୁନାହାନ୍ତି, କରନ୍ତୁ। କାଇଁ ବଞ୍ଚିତ ହବୁ, ଅଧ ମିନିଟ ଆମେ ଆଉ ଟିକେ ଅପେକ୍ଷା କରିଯିବୁ। ଭଗବାନ ଟିକେ ଡେରିରେ ଆସନ୍ତି। ସେ ପୁଣି ଶିବ। କିନ୍ତୁ ଆଜିର ଆଲୋଚନାର ଗୋଟେ ଶିବଙ୍କୁ ଦେଖିବା କଣ ଏତେ ସହଜ? ସେଇଟା ହିଁ ସ୍ପେଶାଲ ବ୍ୟବସ୍ଥା କରାଯାଉ। ଯେ ଆଜିର ଆଲୋଚନା ସଫଳ ହେଇଛି ବୋଲି ଆମେ ଏଇଥିପାଇଁ କହିପାରିବା, ମାନେ ଇନ୍ଦ୍ର ସ୍ୱୟଂ ମାନେ ବର୍ଷାଙ୍କୁ ବି ପଠେଇଲେ, ଯେ ସିଏ ବରୁଣ ଦେବତାଙ୍କୁ ବି ପଠେଇଲେ। ସିଏ ବି ଆଲୋଚନାକୁ ଉପଭୋଗ କରୁଛନ୍ତି, ଶୁଣୁଛନ୍ତି। ବୈଶିଷ୍ଟ୍ୟ ଏବେ ମୌସୁମୀ ଏବେ ତାଙ୍କୁ ହେଲା ଆରମ୍ଭ ଭାଇ? କଲା ତ, ସେଥିପାଇଁ ଆମର ଶିବ ତ କବି ଆସିଥିଲେ, ମାନ ସାହିତ୍ୟିକ ମାନଙ୍କୁ କେମିତି ଲାଗେ କଟିଗଲେ। ଶିବ? ଶିବ ଆଜ୍ଞା। ଆସିଥିଲେ ପୁଣି କଟିଗଲେ। ନା ଆସିଲ କି ନା ନା, ଶିବ? ଅଛି ଅଛି। ଦିଶୁନ କଣ ପାଇଁ? ଆଜି ଦର୍ଶନ ମିଳିବ ନା ନାଇଁ, ନା କାଲି ପରଦିନ ସୋମବାର? ହଉ ହଉ ଠିକ ଅଛି ବିନେଶ, ତମେ ପ୍ରଶ୍ନ ପଚାର। ସେ ତାଙ୍କର ଦିଶୁନି କାହିଁକି, ତେଣୁ ତାଙ୍କୁ ପ୍ରଶ୍ନ ଅନ୍ ପଚାର ତମେ। ଅଛି କିନ୍ତୁ ଦେଖାଯାଉନି କଣ ଠିକ ପାଇଁ, ଅଛି। ମୁଁ ସେଟା ଜାଣିପାରୁନି। ଆଉ ଆମେ ଏବେ କଥା ହେବା ଜୀବ ନଥିବା ଲୋକ ବିଷୟରେ। ଶିବ ଭାଇଙ୍କ ବିଷୟରେ ନିଶ୍ଚୟ। ଅଂଶୁ ଚମତ୍କାର ବିବରଣୀ ସବୁ ଦେଲେ। ଏ ବହିଟି ଯିଏ ପଢିଥିବେ ତାଙ୍କୁ ଲାଗିବନି ଯେ ଶିବ ଭାଇଙ୍କର ଏଇଟା ପ୍ରଥମ ବହି ବୋଲି। ତେଣୁ ମୋ ପ୍ରଶ୍ନ ଗୁଡିକ ହୁଏତ ଟିକେ ଟିକେ ଲମ୍ବା ହୋଇପାରେ, ଆଶା କରିବି ସମସ୍ତେ ଧୈର୍ଯ୍ୟ ଧରିବେ। ମୁଁ ଚେଷ୍ଟା କରିବି ସମୟ ଭିତରେ ସାରିଦେବା ପାଇଁ। ତ ଶିବ ଭାଇ ଏମିତି କହିଥିଲେ ଥରେ କି ଅବେଳରେ କେହି ଆଜି ଫେରି ଯାଉନାହିଁ, ଅବେଳରେ ଦିନଟିଏ ସରି ଯାଉନାହିଁ, ସରିଲେ ସରୁ ଏ ଗଳ୍ପ ଯାଇ ଆସେ ନାହିଁ, ଅବେଳାରେ ଫୁଲ ଗଛ ମରି ଯାଉନାହିଁ। ତ ଶିବ ଭାଇ ଲେଖିଛନ୍ତି, ସେଇ ଲାଗି ସେ ଚାହାନ୍ତି ଆଜି ନ ସରୁ ଏ ଗପ, ନ ମରୁ ଖିଲି ଖିଲି ହସୁଥିବା ଫୁଲ ମହକ, ଲୁହ ଚାପି ଦେଇ ଯଦି ଅଧା ହସିବାକୁ ହୁଏ ଲୁହକୁ ଚାପି ଦେବି, ଏଇଟା ମତେ ପଞ୍ଜୁ, ତେଣୁ ଦେଖ ମୁଁ କାଟିଦେଲି ଜିଭ। ତ ଜିଭ ନଥିବା ଲୋକ ବୋଲି ଶୀର୍ଷକଟେ ଆସିବା ଆପଣଙ୍କୁ ମାନେ କେମିତି ପ୍ରେରିତ କଲା ଯେ ଏଭଳି ଏକ ନିଆରା ଶୀର୍ଷକ ଆପଣଙ୍କ ପାଇଁ ଆପଣ ବାଛିବେ ଆପଣଙ୍କ ବହି ପାଇଁ? ପ୍ରଥମତଃ ମୁଁ ଏକ ସାଧାରଣ ପରିବାରରୁ ଆସିଛି, ମଧ୍ୟବିତ୍ତ ପରିବାରରୁ। ତ ମୋ ଚତୁଃପାର୍ଶ୍ଵରେ ସବୁବେଳେ ବାପାଙ୍କୁ ଦେଖିଛି। ବାପାଙ୍କର ଉପସ୍ଥିତି, ତାଙ୍କର
ବାପା ମତେ କେବେ ବି ରାଗନ୍ତିନି, ମତେ କଣ ଆମ ଘରେ କାହାକୁ ବି ରାଗନ୍ତିନି। ସେ ତାଙ୍କର ଚାଷ ବାସ ବାଡି ବଗିଚାରେ ବ୍ୟସ୍ତ ରୁହନ୍ତି। ତ ଦେଶ ଭାସିଗଲା କି କୁଆଡେ ଯୁଦ୍ଧ ଲାଗିଲା କି ଆମର ହିଡ ମୁଣ୍ଡରୁ କିଏ ପାଣି ମତେ ଚୋରି କରିକି ଶୁଭୁନି ନେଇଗଲା। ନା ସତରେ ନାଟକ କିଛି ହଉଛି? ଶୁଭୁନି? ଶୁଭୁଛି ଶୁଭୁଛି। ଶୁଭୁଛି ଆମକୁ। ତ କିମ୍ବା ଆମର ପଡୋଶୀ ଗାଁକୁ ମାଇନିଂ ପାଇଁ ଉଚ୍ଛେଦ କରିଦିଆଗଲା, ସେ ସବୁରେ କିଛି ଆମ ବାପାଙ୍କର କିଛି ଫରକ ପଡେନି। ତ ମତେ ଆଶ୍ଚର୍ଯ୍ୟ ଲାଗେ ସବୁବେଳେ ଯେ ବାପାଙ୍କୁ କାହିଁକି କିଛି ଫରକ ପଡୁନି। ନା ବାପାଙ୍କ ପରି ଆଉ ସମସ୍ତେ ବି ସେମିତି। ମତେ ଲାଗେ ଯେ ବାପାଙ୍କ ପରି ପ୍ରାୟତଃ ଗ୍ରାମାଞ୍ଚଳରେ ଯୋଉମାନେ ରହୁଛନ୍ତି ତାଙ୍କ ପରିସ୍ଥିତି ବି ସମାନ, ଯେ ସେମାନେ ବି ବୋଧ ହୁଏ କିଛି କହୁନାହାନ୍ତି, ନା କହିବା ପାଇଁ ଚାହୁଁନାହାନ୍ତି, ନା ତାଙ୍କର ଜିଭ ନାହିଁ, ନା ସେ ଜାଣି ଜାଣି ତାଙ୍କ ଜିଭକୁ କାଟି ଦେଇଛନ୍ତି ଯେ ଆମର ବରଂ କ୍ଷତି ହଉ କିନ୍ତୁ ଜଗତର ମଙ୍ଗଳ ହଉ, ଆମେ ବରଂ ଦୁଃଖରେ ରହୁ କିନ୍ତୁ ଜଗତ ସଂସାରର ଯୋଉ ନନ୍ଦନବନ ସେ ହସୁଥାଉ। ତାକୁ ନେଇ ସେଇ ପ୍ଲଟକୁ ନେଇକି ମୋର ଏ ଚିନ୍ତାଧାରା ଥିଲା ଯେ ଏ ଏ ଲୋକର ବରଂ ଜୀବନ ରହୁ କିନ୍ତୁ ତା କଥା ଅନ୍ୟମାନେ ଆସୁଥାଉ। ଜୀବ ନଥିବା ଲୋକର ଖୁସି ନେଇ ବଞ୍ଚନ୍ତୁ, ସମସ୍ତେ ଭଲରେ ରହନ୍ତୁ। ଏଇ ଚିନ୍ତାଧାରା ଆସିକି ମୁଁ ଶୀର୍ଷକ ଦେଇଥିଲି କି ଜୀବ ନଥିବା ଲୋକ। ଆଚ୍ଛା, ପ୍ରେମକୁ ଯିବା ଯେହେତୁ କଥା ଉଠିଛି। ଆପଣ କହିଥିଲେ ପ୍ରେମ ଖୋଲିଦିଏ ହୃଦୟର ଯେତେ ବନ୍ଧ ବାଡ଼, ସବୁ କହିସାରିଲା ପରେ ତଥାପି ଗପ ସରି ନଥାଏ, ଆଉ କିଛି ବାକି ଥାଏ। ସେଇଠୁ ଯେଉଁ ସବୁ କଥା ଉତୁରେ, ମାନେ ଯୋଉଠି ସମସ୍ତେ ଭାବନ୍ତି କଥା ସରିଯାଏ କିନ୍ତୁ ତାପରେ ଯେଉଁ ସବୁ କଥା ଉତୁରେ ତାହା ହିଁ ହୁଏତ ବୋଧହୁଏ ଜୀବ ନଥିବା ଲୋକର କଥା। ଯେଉଁଠି ପ୍ରେମ ସରେ ବୋଲି ଜୀବ ଥିବା ଲୋକଟିଏ କହେ, ସେଇଠି ଆହୁରି ଅନେକ ଅଛି ବୋଲି କହେ ଜୀବ ନଥିବା ଲୋକ। ଏଇଟା ଆପଣ ଏଥିପାଇଁ ଆକୁ କେମିତି ଦେଖନ୍ତି ଆପଣ? ବୁଝିପାରିଲିନି ଭାଇ, ଆଉଥରେ କହିଲେ। ମୁଁ କହିଲି ଆପଣଙ୍କର ଗପ କବିତା ବହିରେ ଏମିତି କିଛି ଅନେକ ଜାଗାରେ ଅଛି ଯୋଉଠି ମନେ ହୁଏ କି ପ୍ରେମ ଖୋଲିଦିଏ ହୃଦୟର ଯେତେ ବନ୍ଧ ବାଡ଼, ସବୁ କହି ସାରିଲା ପରେ ବି ତଥାପି ଗପ ସରି ନଥାଏ, ଫୁଲ ଗଛ ମରି ନଥାଏ। ସେଇଠୁ ମାନେ ଆପଣ ଭାବନ୍ତି କି ଯେ ଜିଭ ଥିବା ଲୋକଟିର କଥା ଯେଉଁଠି ସରିଯାଏ, ଜୀବ ନଥିବା ଲୋକଟିର କଥା ସେଇଠୁ ଆରମ୍ଭ ହୁଏ? ନିଶ୍ଚିତ ନିଶ୍ଚିତ, କାହିଁକି ନା ଆମେ ଚତୁଃପାର୍ଶ୍ଵରେ ଦେଖୁଥିବା ଯେତେ ସବୁ ଘଟଣା ଦୁର୍ଘଟଣା ଆମକୁ ବାହ୍ୟ ଭାବରେ ଯେତେ ଆନ୍ଦୋଳିତ କରିନଥାଏ, ଅଭ୍ୟନ୍ତର ସେତିକି ଆନ୍ଦୋଳିତ କରିଥାଏ। ବୋଧହୁଏ ସମସ୍ତ ସୃଜନଶୀଳ ବ୍ୟକ୍ତି ମାନେ ହିଁ ସେତିକି ସମ୍ବେଦନଶୀଳ, ଯୋଉଥିପାଇଁ କି ତାଙ୍କୁ ସାଧାରଣ ମଣିଷଠୁ ଟିକେ ଅଧିକ ଭାବିବା ପାଇଁ ବାଧ୍ୟ କରେ। ତେଣୁ ମତେ ଲାଗେ ଯେ ଯେତିକି ସାଧାରଣ ମଣିଷ ସେମାନେ ଅସାଧାରଣ କଥା ଭାବି ପାରନ୍ତିନି। ଆଉ କଥା ଉଠିଲା ଜୀବ ନଥିବା ଲୋକ, ଜୀବ ନଥିବା ଲୋକ ଯଦିଓ ବାହାରକୁ କିଛି କହିପାରୁନି କିନ୍ତୁ ଭିତରେ ସେ ଅନେକ କିଛି ଭାବୁଛି, ଯେହେତୁ ତାଙ୍କର ଆମର ମନଟା ଗୋଟେ ଗବେଷଣାଗାର। ସେ ଗବେଷଣାଗାରରେ କେତେବେଳେ ବିଜ୍ଞାନ ଉତରୁଛି ତ କେତେବେଳେ କଳା ବି ଉତରୁଛି, ସାହିତ୍ୟ ଉତରୁଛି। ତେଣୁ ଆମେ ଯଦି ଯେତେବେଳେ ନିଜକୁ ଅଭ୍ୟନ୍ତରରେ ଭାବିବାକୁ ଚେଷ୍ଟା କରୁଛୁ, ଭିତରେ ଭିତରେ ଭାବି ହଉଛୁ, ଯୁଝି ହଉଛୁ, ଯାହା ଅନୁପସ୍ଥିତ ରହୁଛି ଆମ ବାହ୍ୟ ଜଗତରେ, ଆମେ ଭିତରେ କିନ୍ତୁ ତାର ଉପସ୍ଥିତି ପାଉଛୁ। ସେତେବେଳେ ଅଧିକରୁ ଅଧିକ ଆମେ ସୃଜନଶୀଳ ହେଇଯାଉଛୁ, ଆମେ ଅଧିକ କଥା କହୁଛୁ। ତେଣୁ ଜିଭ କାଟିଦେଲେ ବି ବାହାରକୁ କହିପାରୁନଥିବା ମଣିଷଟା ଭିତରେ ଭିତରେ ବହୁତ କିଛି କହୁଛି, ଯାହାର ପରିପ୍ରକାଶ କବିତା ହଉ କିମ୍ବା ଗପ ଉପନ୍ୟାସ ଯାହା ବି ହଉ ଆମର ସାହିତ୍ୟର ମାଧ୍ୟମ ଦେଇକି ସେ ବାହାରକୁ ପରିପ୍ରକାଶ ହେଇପାରୁଛି। ତେଣୁ ପ୍ରେମଟା ବି ସେମିତି, ଯେତେବେଳେ ଆମେ କୋଉଠୁ ଠୋକର ଖାଉଛୁ କିମ୍ବା କୌଣସି ପରିସ୍ଥିତିରେ ପ୍ରେମଠୁ ଦୂରେଇ ଯାଉଛୁ, ସେତେବେଳେ ମତେ ଲାଗେ କି ଦୂରକୁ ଗଲେ ପ୍ରେମ ବଢିଯାଏ, ବିଚ୍ଛେଦ ହେଲେ ବୋଧେ ବେଶୀ ଅନୁଭବ କରିହୁଏ ପ୍ରେମକୁ। ଆଉ ମୋ ମତ ଅବଶ୍ୟ, ଏଇଟା ସମସ୍ତଙ୍କର ନୁହଁ, କିଏ କିପରି ଅନୁଭବ କରୁଥିବେ। ମତେ ସେମିତି ଲାଗେ ଯେ ଯଦି ଆମେ କୌଣସି ଜିନିଷକୁ ନିଜଠୁ ଦୂରେଇ ଦଉଛନ୍ତି କିମ୍ବା ଦୂରରେ ରଖୁଛନ୍ତି, ତାହେଲେ ଆମେ ଭିତରେ ଭିତରେ ତାକୁ ଅଧିକ ପାଖରେ ପାଉଛନ୍ତି। ସେମିତି କାହାର ଉପସ୍ଥିତି ହଉ କିମ୍ବା କାହାର ପ୍ରେମ ହଉ, ଇଏ ହେଲା କଥା। ଧନ୍ୟବାଦ। ବହୁତ ବହୁତ ଆଉ ଧନ୍ୟବାଦ ଭାଇ। ଗୋଟେ ପ୍ରଶ୍ନ ଅଂଶୁ, ଆଜ୍ଞା ଶିବ ଭାଇଙ୍କ ପାଇଁ। ତାଙ୍କର ଗୋଟେ କବିତା ଏ ବହିରେ ଅଛି, କୁମ୍ଭୀର ଉପାଖ୍ୟାନ। ଆଜିକାଲି ଆମେ ସବୁ ଦେଖୁଛେ ବିଚିତ୍ର ରୂପକଳ୍ପ ସବୁ ଦେଖିବାକୁ ମିଳୁଛି, କିଏ ଆକାଶରେ ହାତୀ ଉଡେଇଲାଣି, କିଏ ବ୍ଲୁଟୁଥ ରେ ଚୁମା ଦେଲାଣି, ଏମିତି ସବୁ ଆସୁଛି ବିଭିନ୍ନ ବିଭିନ୍ନ ଅନଲାଇନ କବିତାରେ ଆମେ ପଢୁଛେ। କିନ୍ତୁ ଏଠି ଶିବ ଭାଇ ଏକ
ରୂପକଳ୍ପ ଖୋଜିଛନ୍ତି ଯେଉଁଠି ସେ କୁମ୍ଭୀରର ଦୁଃଖ ଦେଖେଇଛନ୍ତି। ପ୍ରାର୍ଥନା ଦ୍ୱାରା ଆକ୍ରମଣ ହୁଏ ବୋଲି ସେ କହିଛନ୍ତି। କୁମ୍ଭୀରର ଶୋକ ଯନ୍ତ୍ରଣା ଆଉ ଆମେ ନିୟମିତ ପଢି ଆସିଥିବା ଆମେ ଜାଣିଛେ ଆହେ ନୀଳ ଶୈଳରେ ସେ ଅସହାୟ ଗଜର ପ୍ରାର୍ଥନା ଥିଲା, କିନ୍ତୁ ଏଠି ସେ ମଦମତ୍ତ ହସ୍ତିର ପ୍ରାର୍ଥନା ଆଡୁଆଳେ ତାର ଲାଲ ଅଭିସନ୍ଧି ଖୋଜିଛନ୍ତି। ଏ ଭାବନା କେମିତି ଆସିଲା, ଏ ବିରୋଧାଭାସ କାହିଁକି ଶିବ ଭାଇ କବିତାରେ? ମତେ ସବୁବେଳେ ଲାଗେ ଯେ କବିତା ତାର ଜନ୍ମ ବା ସେ ଯେତେବେଳେ ଆସେ ସେ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସେ ଆସେ, ସେ କେତେବେଳେ ଆସିବ ତାର କିଛି ମାନେ ନଥାଏ। ସେମିତି ଏଟା ମୋର ଅନକନସିୟସ ମାଇଣ୍ଡରେ ଆସିଥିଲା ବୋଧହୁଏ ସେ କବିତା। ତ ମୁଁ ଏଇଠି ଦେଖେଇଛି ଯୋଉ ମଦମତ ହସ୍ତି ସେ ପ୍ରାର୍ଥନା କରୁଛନ୍ତି ଈଶ୍ୱରଙ୍କୁ ଯେ ତାଙ୍କର ବି ସେମିତି କିଛି ଦରକାର, ଯେ କୁମ୍ଭୀର ଯେମିତି ଧରାଯାଉ ଫୁଲଟିଏ ଟେକି ଦେଇକି ସେ ଉଦ୍ଧାର କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି, ମଦମସ୍ତ ହସ୍ତି ମାନେ ତାଙ୍କର ଲାଲ ଉଦ୍ଦେଶ୍ୟ ଯୋଉଟା ରଖିଛନ୍ତି। ଆମର ସଂସାରର ବର୍ତ୍ତମାନ ପ୍ରାୟତଃ ସେମିତି ଚାଲୁଛି, ସେ ରାଜନୈତିକ ହଉ କିମ୍ବା ସାମାଜିକ ହଉ ଯେମିତି ବି ହଉ, ସେଥିରେ ଆମେ ଦେଖୁଛନ୍ତି ପ୍ରତ୍ୟେକ ମଣିଷ ଦୁଷ୍ଟ ବି ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି, ଚୋରଟେ ବି ପ୍ରାର୍ଥନା କରୁଛି, ପୋଲିସ ବି ପ୍ରାର୍ଥନା କରୁଛି। ତ ସମସ୍ତେ ଚାହୁଁଛନ୍ତି ଯେ ଈଶ୍ୱର ଆମର ଉଦ୍ଧାର କରନ୍ତୁ, ଆମକୁ ଏ ବିପଦରୁ ମୁକ୍ତି ଦିଅନ୍ତୁ। ତେଣୁ ଏଠି ମାଇଣ୍ଡରେ କେମିତି ଆସିଥିଲା ସେଟା ମୁଁ ଜାଣିନି, କିନ୍ତୁ ଏଇ କବିତାରେ ନିର୍ଦ୍ଦିଷ୍ଟ ଏଇ କବିତାରେ ଏଠି ନକାରାତ୍ମକ ଶକ୍ତି ମଧ୍ୟ ପ୍ରାର୍ଥନା କରୁଛନ୍ତି ଯେ ଈଶ୍ୱର ମତେ ରକ୍ଷା କରନ୍ତୁ। ତେଣୁ ସେ କୋଉ ହିସାବରେ ଆସିଥିଲେ ବୋଧହୁଏ ମୁଁ ସେଇଟା ନିଶ୍ଚିତ ରୂପେ ନାହିଁ, ମୁଁ ଉତ୍ତର ପାଇଲି। ମାନେ ମୋର ପ୍ରଶ୍ନ କରିବାର ଉଦ୍ଦେଶ୍ୟ ଏହା ଥିଲା କି ଯେତେବେଳେ ଆଜିକାଲି ଆମେ ପୁରା ଚିରାଚରିତ ଢଙ୍ଗରେ ଚାଲିଛେ, ସେତେବେଳେ ଏଇ ମାନେ ସ୍ରୋତ ଠାରୁ ଅଲଗା ହୋଇ ଏକ ଚମତ୍କାର ତିର୍ଯକ ଆଣିବା, ସମ୍ପୂର୍ଣ୍ଣ ସତ୍ତା, ସମ୍ପୂର୍ଣ୍ଣ ସାମାଜିକ ବ୍ୟବସ୍ଥା, ସମ୍ପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥାକୁ ପ୍ରଶ୍ନ କରିବା ହାତୀ ଆଉ କୁମ୍ଭୀର ଉପାଖ୍ୟାନ ମାଧ୍ୟମରେ ସତରେ ଚମତ୍କାର। ସେତେ ନିଃସନ୍ଦେହ ବହି ପଢିଲେ ହୁଏତ ସମସ୍ତେ ଅନୁଭବ କରିପାରିବେ ଏଇଟା। ଅଂଶୁ ଆଉ କିଏ ପଚାରିବେ ନା ମୁଁ ହିଁ ପଚାରିବି? ଏଠି ହ୍ୟାଣ୍ଡ ରେଜ୍ କରିଛନ୍ତି ଅନ୍ୟମାନେ, ଆଉ ଯଦି କିଏ ପଚାରିବାକୁ ଚାହୁଁଛନ୍ତି ସେମାନେ ବି ପଚାରନ୍ତୁ। ହଁ ପଚାରନ୍ତୁ, ମୋର ବି ପ୍ରଶ୍ନ ଅଛି, ଯଦି ମତେ ଅନୁମତି ଦେବ ତାପରେ ମୁଁ ପଚାରିବି। ହଁ ଠିକ ଅଛି, ଅନ୍ୟମାନେ ବି ପଚାରନ୍ତୁ। ପ୍ରଣୟ ଭାଇ ହ୍ୟାଲୋ। ପଚାରନ୍ତୁ। ଆଜ୍ଞା ସମସ୍ତଙ୍କୁ ଶୁଭ ସକାଳ। ମୁଁ ଚନ୍ଦ୍ରା ମିଶ୍ର, ମୁଁ ଶିବର ମାଉସୀ ବୋଲି ସେ ମତେ ଡାକେ। ମୁଁ ପ୍ରଶ୍ନ ପ୍ରଣାମ ମାଉସୀ, ପ୍ରଣାମ। କରିପାରିବି କି? ମୋର ଆଜ୍ଞା ଗୋଟେ ଆଜ୍ଞା ଛୋଟିଆ ଆପଣଙ୍କୁ ପ୍ରଶ୍ନ। ହଁ, ମୁଁ ଠିକ ବହିଟି ଅଛି। ପଢିଛି, ସେଇଥିପାଇଁ ମୁଁ ଆଜ୍ଞା ପ୍ରଶ୍ନ କରିବାକୁ ସାହସ କଲି। କବିତା ତ ବହୁତ ସୁନ୍ଦର, ଗୋଟିଏ ଗୋଟିଏ ମୁକ୍ତା ଭଳିଆ ସେ ଗୋଟିଏ ଭଲ ହାରଟିଏ ଗଢିଛି। ସେଥିରେ ମୋର କମେଣ୍ଟ ବେଶୀ ନାହିଁ। ମୋର କମେଣ୍ଟ ହଉଛି ତାର ଯୋଉ ନମ୍ର ଗୁଣ। ମୁଁ ଜଣେ ମେଡିକାଲ ସାଇଣ୍ଟିଷ୍ଟ, ତେଣୁ ମୁଁ ସବୁବେଳେ ଭାବେ ଶିବ ଭଳିଆ, ଶିବକୁ ଯଦି ଆମେ କ୍ଲୋନ କରିଦିଅନ୍ତେ ତାହେଲେ କେତେ ଛୋଟ ଛୋଟ ଶିବ ବଡ ହେଇକିରି ଆମ ଓଡ଼ିଆ ସାହିତ୍ୟକୁ ଉଜ୍ଜଳ କରନ୍ତେ। ଖାଲି ମାନେ କବିତା ହିସାବରେ ନୁହଁ, ତାର ଗୁଣ। ମୁଁ ଖାଲି ତାକୁ ଥରେ ଲେଖିଦେଇଥିଲି, ମୁଁ ପଢି ପାରୁନି, ପଢିବାକୁ ବହୁତ ଇଚ୍ଛା। ମତେ ଗୋଟିଏ ସଫ୍ଟ କପି ପଠେଇବ କି? ମୁଁ ଅନେକ ଜଣଙ୍କୁ କହିଛି, ସିଏ କିନ୍ତୁ ସାଙ୍ଗେ ସାଙ୍ଗେ ପଠେଇଛି। ମୁଁ ମାନେ ଭାବୁଛି ଯେ ସିଏ କେମିତି ମୋର ହୃଦୟର କଥା ବୁଝି ପାରିଲା କି ମାଉସୀ ପଢିବାକୁ ଚାହୁଁଛନ୍ତି। ମାଉସୀ ମୁଁ ତାର ନିଜର ନୁହଁ, କିନ୍ତୁ ବୟସ ହିସାବରେ ସେ ମତେ ଡାକେ ଆଉ ମୁଁ ଭାରି ଖୁସି ହୁଏ। ସେଇ କଥାଟା ଯଦି ବହୁତ ଲୋକଙ୍କ ଭିତରେ ଆସନ୍ତା, ଯୋଉ ନୂଆ ଆସୁଛନ୍ତି, ବହୁତ ଭଲ କବିତା ଲେଖୁଛନ୍ତି, କିନ୍ତୁ ତା ସାଙ୍ଗେ ସାଙ୍ଗେ ସାହିତ୍ୟିକ ହବା ସାଙ୍ଗେ ସାଙ୍ଗେ ଯଦି ସେଇ ଯୋଉ ଏମ୍ପାଥି, ଯୋଉ ଦରଦୀ ହୃଦୟଟା ଯଦି ଆଣିପାରନ୍ତେ, ମୁଁ ଭାବୁଛି ବହୁତ ଭଲ ହୁଅନ୍ତା। କାରଣ ଏବେ ମୁଁ ଦେଖୁଛି ଯାହା ସେ ଅଂଶୁମାନ ଯୋଉ କହିଲେ ବ୍ଲୁଟୁଥ ଅମୁକ ସମୁକ, କେତେ ଲୋକ ମତେ ବି ସେମାନେ କହୁଛନ୍ତି ଆପଣ ଏମିତି କରନ୍ତୁ, ପଢିପାରିବେ। they don't know that I have MSc here and this thing, ତେଣୁ ମୁଁ କହୁଛି ଯେ ତାର ଯୋଉ ସେଇଟା ମତେ ସବୁଠୁ ବହୁତ ଛୁଇଁଛି। ସେତିକି ମୋର କମେଣ୍ଟ। ଆଉ କବିତା ବିଷୟରେ ମୁଁ କଣ କହିବି, ମୁଁ ସବୁ କବିତା ଗୋଟି ଗୋଟି କରି ପଢିଛି, କାରଣ ସେ ମତେ ପଠେଇଛି। ଧନ୍ୟବାଦ ଶିବ, ଏମିତି ଲେଖୁଥା ଆଉ ଏମିତି ଉଜ୍ଜଳ ହେଇକି ଝଲସୁତା। ଧନ୍ୟବାଦ ମାଉସୀ, ଆପଣଙ୍କ ଆଶୀର୍ବାଦ ରହିଥାଉ। ପ୍ରଣୟ ଭାଇ ଆପଣଙ୍କ ପ୍ରଶ୍ନ। ଶିବ ଭାଇ ରାମ ରାମ। ହରିବୋଲ ଭାଇ। ହଉ, କଥା ହେଲା ଏଇଆ ଯେ ପ୍ରେମଟିଏ ଖୋଲିଦିଏ ସବୁ ବନ୍ଧ ବାଡ଼। ଏ କଥା ଆପଣଙ୍କର ସ୍ୱୀକାରୋକ୍ତି ଆଉ କବିତାର
କବିତାରେ ଏହା ଗୋଟେ ଧାଡିରେ ନିର୍ଯାସ ମଧ୍ୟ। ସୁତରାଂ କବି ଆପଣଙ୍କ କବିତାରେ ପ୍ରାୟତଃ ମୁଁ ପ୍ରତାରଣାକୁ ଭେଟିଛି, ବିରହକୁ ଭେଟିଛି, ଅଭିଯୋଗକୁ ଭେଟିଛି, ନଥିବା ପ୍ରେମିକା ପ୍ରତି ଗୋଟେ ଆଶା, ଗୋଟେ ଅପେକ୍ଷାକୁ ମୁଁ ଭେଟିଛି। ତ ପ୍ରଶ୍ନ ହେଲା ଏଇଆ, କବି କବିତାର ବନ୍ଧବାଡ଼ ଖୋଲି ମୁକ୍ତତାର କଥା କହି ସାରିଲା ପରେ ବି ପ୍ରତାରଣା, ବିରହ ଭଳି ଶବ୍ଦ ଯେହେତୁ କବିତାରେ ଅଛି, କବି ନିଜେ ବାନ୍ଧି ହେଇ ପଡିଛନ୍ତି କି? ଯଦିଓ କବିତାରେ ସେ ମୁକ୍ତତାର କଥା କହୁଛନ୍ତି, କିନ୍ତୁ କୋଉଠି ନା କୋଉଠି କବି ବନ୍ଧନ ଯୁକ୍ତ କି? ବହୁତ ସୁନ୍ଦର ପ୍ରଶ୍ନ ଭାଇ ପଚାରିଲେ। କଥା ହଉଛି ଆମେ ଯେତେବେଳେ ଲେଖୁଛନ୍ତି ସେତେବେଳେ ବିଭିନ୍ନ ଚରିତ୍ର ଅନୁସାରେ ଆମେ ନିଜକୁ ବଦଳେଇ ନେଉଛନ୍ତି। ଆମେ ଯେପରି ଗୋଟେ ଷ୍ଟେଜରେ ଅଭିନୟ କଲାବେଳେ କେତେବେଳେ ବାପା ହଉଛନ୍ତି, କିମ୍ବା କେତେବେଳେ ଭାଇ, କେତେବେଳେ ହିରୋ, ତ କେତେବେଳେ ଭିଲେନ। ତ ଆମେ ଯେତେବେଳେ ଲେଖୁଛନ୍ତି ସେମିତି ଆମେ ସେଇ ଢାଞ୍ଚା ଅନୁସାରେ ବଢି ଚାଲୁଛନ୍ତି। ତ କଥା ଉଠିଲା ପ୍ରତାରଣା, ବିଦ୍ରୋହ, ଏସବୁ ଜିନିଷ ଭିତରେ ବାନ୍ଧି ହେବାଟା ମତେ ବି ଲାଗେ ଯେ ପ୍ରାୟତଃ ମୁଁ ବାନ୍ଧି ହେଇଯାଉଛି। ଯଦିଓ ମୁଁ କହୁଛି ଯେ ଏସବୁ ବନ୍ଧନକୁ କାଟିକି ଯିବା କଥା, ଉତ୍ତର ହଉଛି ସେଇଟା, କିନ୍ତୁ ନିଜେ ବାନ୍ଧି ହେଇ ପଡୁଛି। କାରଣ ଯେହେତୁ କବିଟି ହେଲା ପରେ ମଧ୍ୟ ସାଧାରଣ ମଣିଷ ଭାବରେ ପ୍ରାୟତଃ ମୁଁ ବଞ୍ଚିବାକୁ ଚେଷ୍ଟା କରୁଛି ଏବଂ ବଞ୍ଚି ଆସିଛି ପର୍ଯ୍ୟନ୍ତ। ତେଣୁ ମତେ ବି ଲାଗେ ଯେ ମୁଁ କୋଉଠି ନା କୋଉଠି ବାନ୍ଧି ହେଇଯାଉଛି ଏବଂ ସେଇ ସବୁ ଜିନିଷକୁ ମୋ ଚତୁଃପାର୍ଶ୍ୱରେ ଯୋଉ ସବୁ ଘଟିଛି କିମ୍ବା ମୋ ଜୀବନରେ ଯାହା ଘଟି ଆସୁଛି କିମ୍ବା ଘଟି ଯାଇଛି, ସେ ସବୁ ଭିତରୁ ବାହାରି କି ଆସିଲେ ମଧ୍ୟ ବାହାରି ପାରୁନି। ବୋଧହୁଏ ସେଇ ସବୁ ମୋର ସନ୍ତକ, ଯୋଉ ଯାହାକୁ ନେଇକି ମତେ ଆଗକୁ ବଢିବାକୁ ହଉଛି, ଆଉ ସେଇ ସବୁ ହିଁ ମତେ ବାଟ ଦେଖାଉଛନ୍ତି ବୋଲି ମୁଁ ଭାବୁଛି। ତେଣୁ ତା ଭିତରୁ ବାହାରି ଗଲେ ବୋଧହୁଏ ଶିବ ଶିବ ହେଇକି ରହିବନି। ତେଣୁ ତାକୁ ଶିବ ହେଇକି ରହିବାକୁ ଦିଅନ୍ତୁ ଏବଂ ମୋ ଭିତରେ ସେ ବନ୍ଧନ ଟିକକ ହିଁ ରହିଥାଉ, ମତେ ଲାଗୁଛି। ଯୋଉଠି ବହୁତ ବହୁତ ଧନ୍ୟବାଦ। କବି କବି ସ୍ୱୀକାର କରିଗଲେ ଯେ ସେ ଏବେ ବି ବନ୍ଧନରେ, ତାଙ୍କର ଅଭିଯୋଗ ଟିକେ ଅଛି, ଆଶା ଟିକେ ଅଛି, ଅପେକ୍ଷା ଟିକେ ଅଛି, ତାହେଲେ ପୁଣି ଥରେ ସେଇ ବସନ୍ତ ଫେରୁ, ସେଇ ଫଗୁଣ ଫେରୁ। ଆଉ ଫେରିଲା ପରେ ବି ମୋର ପ୍ରଶ୍ନ ରହିବ, କାହିଁକି ନା ମୁଁ ଅପେକ୍ଷା ରଖିଛି। ମୁଁ ଗୋଟେ ଧାଡିଏ କୋଉଠି ପଢିଥିଲି ଯେ ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ, ପୂଜିବି ମୁଁ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ। ବାଃ। ତ ଆପଣଙ୍କ ଶୋଷ ମେଣ୍ଟି ଯାଉ, ମୁଁ ସେ ଅନନ୍ତ ଅମୃତ ପ୍ରେମକୁ ଖୋଜୁଛି, ଯୋଉଠି ପ୍ରତାରଣା ନଥିବ, ଯୋଉଠି ବିରହ ନଥିବ, ଯୋଉଠି ଅଭିଯୋଗ ନଥିବ। ଯୋଉଟା କି ରମାକାନ୍ତଙ୍କ ଷ୍ଟାଇଲରେ, ସେ ତ ନାହାନ୍ତି, ଯଦି ମନେ ପଡୁଛନ୍ତି ପଦଟିଏ ଆସୁ, ତୁମେ ଯେତେ ଦୂରେ ଜହ୍ନ ତୁମେ ସେତେ ଦୂରେ ଯାଅ, ସେତେ ଦୂରେ ଯାଅ ତୁମେ ଯେତେ ଦୂରେ ଜହ୍ନ, ଯୁଆଡେ ଗଲେ ବି ଥିବ ପବନ, ପବନରେ ଥିବ ମୋ ଆଲିଙ୍ଗନ। ବାଃ, ଚମତ୍କାର। ତ କହିବାର କଥା ହେଲା ଏଇଆ, କବିତାରେ ମୁକ୍ତି ପଥ ଦେଖାଉଥିବା କବି ବନ୍ଧନରେ ଅଛନ୍ତି, ସେ ଅମୃତ ପ୍ରାପ୍ତ କରନ୍ତୁ। ମୋର ଏଇଟା ଶୁଭେଚ୍ଛା ଆପଣଙ୍କୁ ରହିଲା। ବାକି ବହି ମୁଁ ଆପଣଙ୍କର ପଢିଛି, ଅନେକ ଅନେକ ଭଲ ପାଇବା। ଅଶେଷ କୃତଜ୍ଞତା ଭାଇ, ଏ ଭଲ ପାଇବା ରହିଥାଉ ଆପଣଙ୍କର। ବହୁତ ବହୁତ ଧନ୍ୟବାଦ। ବୋଧେ ସୁମିତ ଭାଇ ଆଉ ମୌସୁମୀ ଅପା ବି ପ୍ରଶ୍ନ ପଚାରିବି ବୋଲି କହୁଥିଲେ। ହଁ, ଶିବଙ୍କୁ ମୋର ଅପା, ବହୁତ ବହୁତ ଅଭିନନ୍ଦନ। ପ୍ରଣାମ ଅପା। ହଁ, ପ୍ରଣାମ ପ୍ରଣାମ। ଭଲରେ ଥାଅ ମୋର ସ୍ନେହାଶିଷ। ତମ କବିତାର ଶୀର୍ଷକ ମତେ ବହୁତ ଭଲ ଲାଗିଥିଲା। ମୁଁ ସେ ବହି ବି ସେତେବେଳେ କିଣିକି ଆଣିଥିଲି, ଜୀବ ନଥିବା ଲୋକ। ବହୁତ ସୁନ୍ଦର ସୁନ୍ଦର କବିତା ସବୁ ଅଛି। ମୋର କହିବାର କଥା, କବିତା ଯାହା ହେଲେ ବି, ମୁଁ କେବଳ ଗୋଟେ ମାନେ ସାଧାରଣ ପ୍ରଶ୍ନ ପଚାରୁଛି ଯେ କବି ତ ସବୁବେଳେ ମୁକ୍ତ କଣ୍ଠ, ଆଉ ଜୀବ ନଥିଲେ ସେ କେମିତି ବର୍ଣ୍ଣନା କରିବ? ଏଇ ଯୋଉ, ତେଣୁ ତମେ ଏଇ ଯୋଉ ଶୀର୍ଷକଟି ରଖିଲ, ତାକୁ କଣ ଭାବିକି ରଖିଥିଲ? ନା ମାନେ ମତେ ଲାଗିଲା, ଯେତେବେଳେ ମୁଁ ବହିଟା କିଣି ନଥିଲି, ମତେ ଲାଗିଲା ଗୋଟେ ବିଦ୍ରୋହର ସ୍ୱରଟି ୟା ଦେହରୁ ଆସୁଛି। ତ ତମେ ଯେତେବେଳେ ଲେଖିଥିଲ କବିତା, ମାନେ ଯେତେବେଳେ କବିତା ଲେଖିଲ, ଏଇ ଯୋଉ ଶୀର୍ଷକ ଲେଖିଲ, ସେତେବେଳେ କଣ ଭାବିକି ଏଇ ଶୀର୍ଷକଟା ରଖିଲ? ତାର ଆପଣ ପଢିଛନ୍ତି ଯେହେତୁ କହୁଛନ୍ତି, ତାର ହୁଁ। ମୁଖବନ୍ଧରେ ହିଁ ମୁଁ ତାର ଉତ୍ତର ଦେଇ ଦେଇଛି ଯେ ହଁ। ଯେତେବେଳେ ପ୍ରଥମରେ ବିନେଶ ଭାଇ ସେଇ କଥା ପଚାରିଥିଲେ ଯେ ଆପଣ ଜୀବ ନଥିବା ଲୋକ କାହିଁକି ରଖିଲେ, ଏମିତି ହୁଁ। ଶୀର୍ଷକରେ କାହିଁକି ଆପଣଙ୍କର ବହିଟି ରଖିଲେ। ତେଣୁ ହୁଁ। ମୁଁ ଯୋଉ ସବୁ ଜିନିଷକୁ ଦେଖୁଛି, ପ୍ରାୟତଃ ସମସ୍ତେ ଊଣା ଅଧିକେ ଏଥିରେ
ରାଜି ହେବେ ଯେ ଆମେ ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣା ଦୁର୍ଘଟଣାକୁ ହିଁ ନେଇକି ଆମ ଭିତରେ ଆନ୍ଦୋଳିତ ହଉ, ତାପରେ ସେ ଦିନେଶ ସବୁକୁ ପଚାରିଲା ବେଳେ ମୋର ଟିକେ ଗୋଟେ କଲ୍ ଆସିଲା, ମୁଁ ପଳେଇଥିଲି, ଆଜ୍ଞା ତେଣୁ ତା ଆଜ୍ଞା ପ୍ରଶ୍ନଟା ଶୁଣି ପାରିନି, ସେଥିପାଇଁ ଦୁଃଖିତ। ଠିକ ଅଛି ଠିକ ଅଛି ତ ହଁ ତେଣୁ ସେ ସବୁ ଜିନିଷ ଆମକୁ କୋଉଠି ନା କୋଉଠି ଆଘାତ ଦିଏ। ଆଉ କବିଟିଏ କିମ୍ବା ଆମର ଗାଳ୍ପିକ ଉପନ୍ୟାସଟିଏ ସେମାନେ ଅଧିକ ଭାବପ୍ରବଣ ହେଇଥାନ୍ତି ମତେ ଲାଗେ। ଅନ୍ୟମାନେ ହଁ ଅନ୍ୟମାନଙ୍କ ତୁଳନାରେ, ସାଧାରଣ ମଣିଷ ତୁଳନାରେ ସେମାନେ ଅଧିକ ଭାବପ୍ରବଣ ହେଇଥାନ୍ତି। ତେଣୁ ତାଙ୍କୁ ଅଧିକ ମାତ୍ରାରେ ଏସବୁ ବିହଳିତ କରେ। ତେଣୁ ସେ ସବୁ ଜିନିଷକୁ ସେ ତାଙ୍କ ଲେଖା ମାଧ୍ୟମରେ ପରିପ୍ରକାଶ କରନ୍ତି। ତେଣୁ ମୋ ଚତୁଃପାର୍ଶ୍ୱରେ ଯୋଉ ସବୁ ମୁଁ ଦେଖି ଆସୁଛି ଛୋଟବେଳୁ, ମୁଁ ବାପାଙ୍କୁ ମୁଁ କହିଲି ନା, ପ୍ରଥମେ କହିଛି ଯେ ବାପାଙ୍କୁ ଦେଖୁଛି ଯେ ସେ କୌଣସି କଥାରେ ତାଙ୍କର ନା ବିଦ୍ରୋହ ଥିଲା, ନା ଅଭିଯୋଗ ଥିଲା, ଅଭିମାନ ଥିଲା। ସେ ଚୁପଚାପ ସହିଯାଆନ୍ତି। ସେ ରାତି ପାହିଲା ମାନେ ସେଇ ବାଡି ବଗିଚା ଚାଷ ବାସ, ସନ୍ଧ୍ୟା ହେଲେ ସେଇ ଭଜନ କୀର୍ତ୍ତନ। ତେଣୁ ଏଦିନ ସେଦିନ ସେ ସବୁ ପୁରା ଚିରାଚରିତ ରୁଟିନ ବନ୍ଧା ତାଙ୍କ ଜୀବନ। ତେଣୁ କୌଣସି ଦିନ ଯଦି ତାଙ୍କୁ କିଏ କିଛି ଅଭିଯୋଗ କଲା, କି ଆମ ସହିତ କିଛି ଜମି ବାଡିକୁ ନେଇ କିଛି ଝଗଡା ହେଲା, କିମ୍ବା ଆଜି ଭାରତ ପାକିସ୍ତାନ ବର୍ଡରରେ ଯୁଦ୍ଧ ହେଇଗଲା, କି କାଲି ଆମ ମୁଁ ସେଇଟା କେନ୍ଦୁଝରରେ ପ୍ରାୟ ବୁଝିଲି, ତମେ ସେଇଟା ବି ଲେଖିଛ ଆଉ କହିଛ ବି, ମୁଁ ଶୁଣିଛି। କିନ୍ତୁ ମୋର କହିବା କଥା ହେଲା ଯେ ଜଣେ କବି ଭାବରେ ଜିଭ ନଥିବା କଥାଟା କେମିତି ତମ ମୁଣ୍ଡକୁ ଆସିଥିଲା, ସେଇ କଥାଟା ନାଇଁ ଜାଣିବାକୁ ଚାହୁଁଛି। ସେଇଟା ସ୍ୱତଃସ୍ଫୂର୍ତ ଭାବରେ ଦିଦି ଏଇ ଅପ ଆସିଲା। ତେଣୁ ମୁଁ ସେଇଟା କିଛି ଭାବିନଥିଲି ଯେ ମତେ ଲାଗିଲା କି ବୋଧେ ମୁଁ ଯୋଉ ଜିନିଷଟା କହିପାରିବୁନି ବୋଲି ଭାବୁଛି, ଏଇ ଜିନିଷଟା କାଟିଦେଲା ପରେ ବୋଧେ ଅଧିକ କହିପାରିବି। ମୁଁ ସେଇଟା ବି ସ୍ୱୀକାର କରିଛି ହଁ ମୁଖବନ୍ଧରେ ବାସ୍, ଯେ ଉତ୍ତରଟା ମୁଁ ସେମିତି ତମଠୁ ଆଶା କରୁଥିଲି। ହଁ ମୁଁ ସେଇ ଧନ୍ୟବାଦ। ଜିନିଷଟା କହିଛି ଯେ ମୁଁ ଏଇଟା ସେଇଆ ଆଶା କରିଥିଲି ଯେ ତମେ ମତେ କହିବ ଯେ ମୋ ଜିଭ ନଥିଲେ ବି ମୋର ବକ୍ତବ୍ୟଟାକୁ ମୁଁ ଆହୁରି କହିପାରିବି, ମୋର ମାନେ ଲେଖନୀଟା ମୋର ସେତିକି ଶକ୍ତ ହେବା ଦରକାର। ଆଜ୍ଞା ସେଇଟା ମୁଁ ସେଇଟା ତମଠୁ କହିବା ପାଇଁ ଆଶା ଚାହୁଁଥିଲି। କରିଥିଲି। ଆଜ୍ଞା ଆଚ୍ଛା, ହଉ, ଧନ୍ୟବାଦ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଭାଇ। ଆ, ସବୁ ପ୍ରକାରର ପ୍ରଶ୍ନ ଉତ୍ତରରେ ମୁଁ ଭାବୁଛି ଶିବ ଭାଇଙ୍କର ସେ ସୁନ୍ଦର ବ୍ୟକ୍ତିତ୍ବ, ସେ ଗମ୍ଭୀର ସ୍ୱର ଭିତରେ ସେଇ ଯେ ସୁନ୍ଦର ଅନ୍ତଃସ୍ୱର, ଆଉ ସବୁଠୁ ସୁନ୍ଦର ଛଳ ଛଳ ଏବଂ ନିଛକ ବାସ୍ତବତାର କବିତା, ଏ ସବୁ କେତେ ସୁନ୍ଦର ହେଇଥିବ ଆପଣ ମାନେ ସ୍ପଷ୍ଟ ଅନୁମାନ କରିପାରୁଥିବେ। ଆଉ ନିଶ୍ଚିନ୍ତ ଭାବରେ ଜିଭ ନଥିବା ଲୋକ ଆପଣ ମାନେ ସଂଗ୍ରହ କରିବେ, ପଢିବେ, ଭଲ ପାଇବେ। ଆଉ ଆମ ସମସ୍ତଙ୍କୁ, ଅନ୍ୟମାନଙ୍କୁ ଜଣେଇ ଉତ୍ସାହିତ କରିବେ ପଢିବା ପାଇଁ। ଶିବ ଭାଇଙ୍କୁ ବି ନିଶ୍ଚିନ୍ତ ଭାବରେ ଜଣେଇବେ। ଶିବ ଭାଇଙ୍କୁ ବୈଶିଷ୍ଟ୍ୟ ତରଫରୁ, ଆମ ସମସ୍ତଙ୍କ ତରଫରୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ଏବଂ ଏମିତି ଏଇଥର ଜିଭ ନଥିବା ଲୋକ, ଆଗ ଥରକୁ ଆଉ ଅନ୍ୟ ପ୍ରକାରର ଆଖି ନଥିବା ଲୋକ, ସବୁ ପ୍ରକାରର ଲୋକମାନଙ୍କୁ ଆପଣ କବିତାରେ ଲେଖନ୍ତୁ। ଆଖି ନଥିଲେ ବି ଆପଣ ସବୁ କିଛି ଦେଖେଇ ପାରନ୍ତୁ। ନାଇଁ ରେ, ଆଖି ନଥିଲେ କେମିତି ସେ ଲେଖିପାରିବ? ଆଖି ଅଛି ବୋଲି ତ ସେ ସମାଜରେ ଘଟୁଥିବା ସବୁ ଘଟଣାକୁ ଆଉ ତା ଭିତରର ନିହିତ ଅର୍ଥକୁ ବୁଝି ପାରୁଛି ବୋଲି ଲେଖୁଛି। ଆଖି ନଥିଲେ କେମିତି ଲେଖିପାରିବ? ଆଖି ନଥିବା ଲୋକ ନହେଲେ ମୁଁ ମାନେ ମଜାରେ କହିଲି ଯେ ହଁ ହଁ ହେଲା। ଆମର ନା ନା, ମୁଁ ସବୁଥିରୁ ଏମିତି ବି, ସବୁକିଛି ମୁଁ ବି ସମ୍ଭବ। ମଜାରେ କହିଲି ଯେ ଆଖି ଆଜ୍ଞା ଥାଉ, ଆଜ୍ଞା। ଆଖି ଭୀମ ଭୋଇଙ୍କ ଥାଇକି ଠାରୁ ପୁଣି ଭଲ କିଏ ଲେଖିଛନ୍ତି? ନା, ଭୀମ ଭୋଇ ଆଖି ଆଉ ନଥିଲେ ପ୍ରକୃତରେ ସମ୍ପୂର୍ଣ୍ଣ ଅନ୍ଧ ନଥିଲେ। ସେ କେତେ ଜଣ କହୁଛନ୍ତି, କିମ୍ବଦନ୍ତୀ କହୁଛି ଯେ ସେ ଅନ୍ଧ ବୋଲି, କିନ୍ତୁ ପ୍ରକୃତରେ ସେ ଅନ୍ଧ କି ନୁହଁ, ବର୍ତ୍ତମାନ ସେଇଟା ଗୋଟେ ବିବାଦମାନ ପ୍ରଶ୍ନ ହେଇଯାଇଛି। ସେଇଟା ତ ଗୋଟେ ଦ୍ୱନ୍ଦ୍ୱର କଥା, ଆମେ ସେ ଆଡକୁ ଯିବାନି। ଏଇ କଥା ବି ଆମେ ଲୋକର ଅର୍ଥ ସେଇଆ ନୁହଁ। ତାର ଅର୍ଥ ହଉଛି ଯେ ମୁଁ ସବୁ ଦେଖୁଛି, ଜାଣୁଛି, କିନ୍ତୁ ମୁଁ କିଛି କହିପାରୁନି କି କହୁନି ବା ଦେଖୁନି। ଏଇ ଯୋଉ ଏକଦମ କଟାକ୍ଷ ଠିକ କଥା। ବିରାଟ କଟାକ୍ଷ ସେ କରିଛନ୍ତି ଯେ ଜିଭଟିଏ ଅଛି ମାନେ ସମସ୍ତେ କହିବେ, ସେମିତି ମାନେ ନାହିଁ। କିନ୍ତୁ ଅନେକ ସେଇଆ। ସମୟ ଜିଭ କହିପାରିବେ। ଅଂଶୁ ଏଇଟା ଶେଷରେ ବହୁତ ଅମରେଶ ସାର୍ କୁହନ୍ତୁ। ଅମରେଶ ସାର୍ କୁହନ୍ତୁ। ନାଇଁ, ଅମରେଶ ସାର୍ ଯାହା କହିଲେ ଏକଦମ, ମାନେ ମତେ ବି ସେୟା ଲାଗିଲା ବହିଟେ ପଢି, ଯେ ଯଦି ଜୀବ ଥାଇକିରି ମୋର କିଛି ହଉନି, ନିୟମ କାଟିଦେଲି ଜୀବ, ଏବେ ଏବେ ଦେଖ କେମିତି ହଉଛି। ମାନେ ବାସ୍ କବିତାରେ ଏଇ ବିରୋଧାଭାସଟା ଆଣିକିରି କବିତାକୁ ଲୋକମୁଖର କରିପାରିବାର କଳା ନିଆରା। ଆଉ ଚମତ୍କାର ଶୀର୍ଷକ ବହିଟିର, ଏତିକି କହିବି। ବହୁତ ଧନ୍ୟବାଦ ସୁନ୍ଦର, ଭାଇ। ବହୁତ ସୁନ୍ଦର। ଧନ୍ୟବାଦ ସମସ୍ତଙ୍କୁ, ଧନ୍ୟବାଦ। ଏବେ ଆମେ ଯିବା ପରବର୍ତ୍ତୀ ବହିଟିକୁ। ମୁଁ ଭାବୁଛି ସବୁ ବହି ମାନଙ୍କ ଭିତରେ ଏଇ ବହି